ପିଲାମାନେ ଆମେ ଆଲୋଚନା କରିବା ଏଇ ଯେଉଁ ଆମର ବ୍ୟାକରଣର ଅଳଙ୍କାର ଅଳଙ୍କାରର ଲଙ୍ଗ କ୍ୱେଶ୍ଚନ୍ ଦୁଇଟି ଆସୁଛି 5 ମାର୍କିଆ ପ୍ରଶ୍ନ ଦୁଇଟି ଆସିବ ଅଳଙ୍କାରର ତେଣୁ ଏଇ ଲଙ୍ଗ କ୍ୱେଶ୍ଚନ୍ ଜାଣିବା ନିହାତି ଦରକାର। ତେଣୁ ପ୍ରଥମ ହେଉଛି କ'ଣ ନା ସଂଜ୍ଞା ସ୍ୱରୂପ ସହ ଅନୁପ୍ରାସ ଅଳଙ୍କାରର ଦୃଷ୍ଟାନ୍ତ ଦିଅ। ନାଇଁ ଅନୁପ୍ରାସ ଅଳଙ୍କାର ପ୍ରଥମେ ଜାଣିବା, ସମସ୍ତେ ଟିକେ ଧୈର୍ଯ୍ୟପୂର୍ବକ ମୋ ସହିତ ରହିବେ। ଅନୁପ୍ରାସ ଏକ ଶବ୍ଦ ଅଳଙ୍କାର। ଦେଖ ପିଲାମାନେ, ଅଳଙ୍କାର ଗୋଟେ ଜିନିଷ ଯେଉଁଟାକି ଶ୍ରୁତି ମଧୁର କରେ, ବର୍ଣ୍ଣଗତ ଶ୍ରୁତି ମାଧୁର୍ଯ୍ୟ କରେ ଏବଂ ଅଳଙ୍କାର ଦ୍ୱାରା କ'ଣ ହୁଏ ମାନେ ବହୁତ ସୁନ୍ଦର କବିତା, ବହୁତ ସୁନ୍ଦର ମାନେ ଶ୍ରୁତି ମାଧୁର୍ଯ୍ୟ ମାନେ ଶୁଣିବାକୁ ବହୁତ ବଢ଼ିଆ ଲାଗେ ଅଳଙ୍କାର ସହିତ ପଦ। ନାଇଁ ତେଣୁ ପଦ ମଧ୍ୟରେ, ତେଣୁ କବିତା ଲେଖିଲା ବେଳେ ପଦ ଲେଖାଯାଏ। ପଦ ମଧ୍ୟରେ ଏକ ବା ଏକାଧିକ ବ୍ୟଞ୍ଜନ ବର୍ଣ୍ଣ ବାରମ୍ବାର ଉଚ୍ଚାରିତ ହେଲେ ତାକୁ ଅନୁପ୍ରାସ ଅଳଙ୍କାର କୁହାଯାଏ। ଠିକ୍ ଅଛି, ଏକାଧିକ ବ୍ୟଞ୍ଜନ ବର୍ଣ୍ଣ ବାରମ୍ବାର ଉଚ୍ଚାରିତ ହେଲେ, ଠିକ୍ ଅଛି, ଏକାଧିକ, ତାହେଲେ ତାକୁ ଅନୁପ୍ରାସ ଅଳଙ୍କାର କୁହାଯାଏ। ମନେ ରଖିବ, ଏଇ ଯେଉଁ ମନେ ରଖିବ, ମାନେ ଘୋଷିଦେବ ଏଇ ଯେଉଁ ଡେଫିନେସନ୍ଟାକୁ, ବୁଝିହେଉଛି ଅନୁପ୍ରାସ ଅଳଙ୍କାର କାହାକୁ କୁହାଯାଏ। ଆଉ ଥରେ କହିଦେଉଛି, ପଦ ମଧ୍ୟରେ ଏକ ବା ଏକାଧିକ ବ୍ୟଞ୍ଜନ ବର୍ଣ୍ଣ ବାରମ୍ବାର ଉଚ୍ଚାରିତ ହେଲେ ତାକୁ ଅନୁପ୍ରାସ ଅଳଙ୍କାର କୁହାଯାଏ। ବୁଝିହେଲା? ଆଚ୍ଛା, ଉଦାହରଣ କ'ଣ ନା ଉତ୍କଳ କମଳା ବିଳାସ ଦୀର୍ଘିକା ମରାଳ ମାଳିନୀ ନୀଳାମ୍ବୁ ଚିଲିକା। ତେଣୁ ଏଇଠି ଦେଖ ପିଲାମାନେ, ଏଇ ଯେଉଁ କଳମ ନାଇଁ ଉତ୍କଳ ଳ, ଏଠି ଳ ପୁଣି ଆସିଲା ଳ, ତେଣୁ ଏଇ ଯେଉଁ ମାନେ ବ୍ୟଞ୍ଜନ ଶବ୍ଦ ନାଇଁ କି, ସେଇ ବ୍ୟଞ୍ଜନ କ'ଣ ମାନେ ବ୍ୟଞ୍ଜନ ବର୍ଣ୍ଣ ଏଗୁଡ଼ିକ ବାରମ୍ବାର ଆସୁଛି, ହଁ ନା ନାଇଁ। କ ବାରମ୍ବାର ଆସୁଛି, ଉତ୍କଳ କ, ଏଠି ଦୀର୍ଘିକା କ, ଚିଲିକା କ, ନାଇଁ ତ କଳମ ବ୍ୟଞ୍ଜନ ବର୍ଣ୍ଣ ଗୁଡ଼ିକ ବାରମ୍ବାର ଆସୁଛି। ତେଣୁ ସେ ତାହାକୁ କହୁଛନ୍ତି କ'ଣ, ତାହାକୁ କୁହାଯାଉଛି ଅନୁପ୍ରାସ ଅଳଙ୍କାର। ବୁଝିହେଲା? ଅନୁପ୍ରାସ ଅଳଙ୍କାର। ବୁଝିହେଲା ପିଲାମାନେ? ଆଚ୍ଛା, ଏଠି ଅନୁପ୍ରାସ ଅଳଙ୍କାରକୁ ଦୁଇ ଭାଗରେ ମେନଲି ଛେକାନୁପ୍ରାସ ଆଉ ବୃତ୍ୟାନୁପ୍ରାସ ବୋଲି ବିଭକ୍ତ କରାଯାଇଛି। ଠିକ୍ ଅଛି, ଛେକାନୁପ୍ରାସ କ'ଣ ନା ବହୁ ବ୍ୟଞ୍ଜନ ବର୍ଣ୍ଣର ସାମ୍ୟ ରହି କ୍ରମାନୁସାରେ ବାରମ୍ବାର ଆବୃତ ହେଲେ, ଯେ କ୍ରମ ଅନୁସାରେ ବାରମ୍ବାର ଆବୃତ ହେବ ତାହେଲେ ତାକୁ ଛେକାନୁପ୍ରାସ ଅଳଙ୍କାର କୁହାଯାଏ। କ୍ରମ ଅନୁସାରେ କେମିତି ଦେଖ, ଉଦାହରଣ, ଦେଖି ନବ କଳିକା କଳିକା ମାଳିକା ଆଳିକାଳିକା କାନ୍ତ ସ୍ମରି ରକ୍ଷା କେମନ୍ତ କରି କରିବା ମତ କରି ଗତିକି ଏମନ୍ତ ବିଚାରି ଗୋ ସହଚରୀ। ଲାବଣ୍ୟବତୀ ଉପେନ୍ଦ୍ର ଭଞ୍ଜଙ୍କର ଆସିଛି। এই ଦୃଷ୍ଟିରେ ଦେଖ, ଳ ର କ ପର୍ଯ୍ୟାୟକ୍ରମେ ଉଚ୍ଚାରିତ ହେଉଥିବାରୁ ଏହାକୁ ଛେକାନୁପ୍ରାସ ଅଳଙ୍କାର କୁହାଯାଉଛି। ଛେକାନୁପ୍ରାସ ଅଳଙ୍କାର କେମିତି ନା ଳ ର କ ପର୍ଯ୍ୟାୟକ୍ରମେ ଉଚ୍ଚାରିତ ହେଉଛି। ଦେଖି ନବ କଳିକା, ନାଇଁ କଳିକା ମାଳିକା ଆଳିକାଳିକା କାନ୍ତ ସ୍ମରି, ଳ ର କ ଉଚ୍ଚାରଣ ହେଉଛି। ରକ୍ଷା କେମନ୍ତ କରି କରିବା, ଳ ପରେ ର ଆସିଲା, ମତ କରି ଗତିକି ଏମନ୍ତ ବିଚାରି ଗୋ ସହଚରୀ। ତେଣୁ ଳ ର କ ପର୍ଯ୍ୟାୟକ୍ରମେ ଉଚ୍ଚାରିତ ହେଉଥିବାରୁ ଏଠି ଳ ଉଚ୍ଚାରଣ ହେଲା, ତାପରେ କ ଉଚ୍ଚାରଣ କ'ଣ, ର ଉଚ୍ଚାରଣ ହେଲା, ତାପରେ କ ଉଚ୍ଚାରଣ ହେଲା, ମତ କରି ଗତିକି। ତେଣୁ ଏଇଠି ଳ ର କ ପର୍ଯ୍ୟାୟକ୍ରମେ ଉଚ୍ଚାରିତ ହେଉଥିବାରୁ ତାକୁ କ'ଣ କୁହାଯାଏ, ଛେକାନୁପ୍ରାସ ଅଳଙ୍କାର କୁହାଯାଇଥାଏ। ତାପରେ ଦେଖ, ବୃତ୍ୟାନୁପ୍ରାସ ଅଳଙ୍କାର ପର୍ଯ୍ୟାୟକ୍ରମେ ହେଉ ବା ନ ହେଉ, ନାଇଁ କି, ପର୍ଯ୍ୟାୟକ୍ରମରେ ଯେବେ ଗୋଟିଏ ବ୍ୟଞ୍ଜନ ବର୍ଣ୍ଣ ବାକ୍ୟ ମଧ୍ୟରେ ବାରମ୍ବାର ଉଚ୍ଚାରିତ ହୁଏ, ଗୋଟିଏ ବ୍ୟଞ୍ଜନ ବର୍ଣ୍ଣ ଯଦି ବାକ୍ୟ ଭିତରେ ବାରମ୍ବାର ଉଚ୍ଚାରିତ ହୁଏ, ତେବେ ତାକୁ ବୃତ୍ୟାନୁପ୍ରାସ ଅଳଙ୍କାର କୁହାଯାଏ। ଯେମିତି ଉତ୍କଳ କମଳା ବିଳାସ ଦୀର୍ଘିକା ମରାଳ ମାଳିନୀ ନୀଳାମ୍ବୁ ଚିଲିକା। ତ ଏଠି ଚିଲିକା ରାଧାନାଥ ରାୟ ଲେଖିଛନ୍ତି। ଏ ଦୃଷ୍ଟିରେ କ ଆଉ ଳ ବ୍ୟଞ୍ଜନ ବର୍ଣ୍ଣକୁ ନାଇଁ, ଉତ୍କଳ କ ଆଉ ଳ ବ୍ୟଞ୍ଜନ ବର୍ଣ୍ଣ ବାରମ୍ବାର ଆବୃତ୍ତି ହୋଇଛି। ଦେଖିପାରୁଛ, ବାରମ୍ବାର ଆବୃତ୍ତି ହେଇଛି କ ଆଉ ଳ, ତେଣୁ ତାକୁ ବୃତ୍ୟାନୁପ୍ରାସ ଅଳଙ୍କାର କୁହାଯାଏ। ତାପରେ ଶ୍ରୁତାନୁପ୍ରାସ ଅଳଙ୍କାର
जोटा कि आमर कौन सूतानुप्रास अलंकार क्या कहुए ना साधारणतः कंठ तालु मुधा दंत ओष्ठ प्रभृति मध्य जेकोसी स्थान उच्चारित व्यंजन वर्ण मानकर आवृत्ति को श्रुत्यानुप्रास माने शुणिकी श्रुत्यानुप्रास अलंकार कहुए सेटा कौन शुणा को बहुत माधुर्य रहे केमती जमती कि श्रुतिप्रिय हेतु श्रुतिप्रिय शुणा को बहुत माधुर्य रहे जमती कि पर परजा वित्त हरिले बड़े सुर सुर देश सुर स्व स्व सुर त्रासे विरस हेले तो कौन हम ये देख प्रथम पादरे ना यहाँ प्रथम पादरे प आउ ब उच्चारण कौट हो प प ब ब उच्चारण कौट हो तुमर कौन ओठर हो तुमर ओठर हो उच्चारण नहीं कि तेणु ओठर हो उच्चारण द्वितीय पादरे सर पुनरावृत्ति जो सर पुनरावृत्ति अच्छी सुर सुर द्वेष सर पुनरावृत्ति स कौट आसुची तेणु स व्यंजन वर्ण स जिते स नहीं कि यहाँ गोटे द्वितीय पादरे दंतरु आसुची दंत स स दंत स तेणु दंतरु दंते से दंत स बोले दंतरु आसुची दंते स कहती पुनरावृत्ति होइतबारु याको श्रुत्यानुप्रास अलंकार कहते लाटानुप्रास अलंकार यह पदगत अनुप्रास अटे पदगत शब्द और अर्थ उभय पुनरुक्ति होगा सत्वे से उभय मध्य कौन तात्पर्यगत पार्थक्य थिले लाटानुप्रास अलंकार कहुए माने देख पदगत अनुप्रास अटे आ शब्द अर्थ उभयंकर पुनरुक्ति होगा सत्वे माने शब्द देख यहाँ तो महीधर महीधर ये बारण बारण किंतु ये जो शब्दर पद भितर शब्दर कौन ना अर्थ अलग अलग एमती लिखाई ये उदाहरण कष्ट महीधर महीधर कंटक कलमस बारण बारण अंतक ये कौन ना ये दृष्टांत महीधर जो अच्छी कि बारण अच्छी तेना दी थर जो मईथर लिखाई तार अर्थ यही मईधर ठारू अलग ठीक अच्छे आई बारण ठारू अलग तांकर अर्थ तापरे अंत्यानुप्रास अंत्यानुप्रास माने पादर अंत्य पदर अंत ये जो पद अच्छी तार अंत देख अंत्य कौन ना व्यंजन वर्ण उपांत्य वर्ण जो व्यंजन वर्ण रही समता रही आवृत करागले समता रही आवृत कराउची केमती अप्राकृत प्रेमता नाम काम आयत रहीकि से हेले बाम बुझी ये जो रही आवृत करागले अंत्यानुप्रास अलंकार कहुए है तेणु अंतरे अंतरे माने समान रोची समान उच्चारण होची यही दृष्टांत प्रथम और द्वितीय पादर अंत्य व्यंजन अंतिम व्यंजन वर्ण म र उपांत्य सुरवर्ण आ ओ होची स आवृत होतबारु अंत्यानुप्रास अलंकार होची।